ପିଲାମାନେ ଆଜି ଆମେ ଦଶମ ଶ୍ରେଣୀର ସପ୍ତମ ଅନୁଚ୍ଛେଦ ସର୍ବଂ ସହା ବିଷୟରେ ପଢ଼ିବା, ଯାହାର ଶାବ୍ଦିକ ଅର୍ଥ ହେଉଛି ଯିଏ ସବୁକିଛି ସହିଥାଏ ଆମେ ତାକୁ ସର୍ବଂ ସହା ବୋଲି କହିଥାଉ। ହଁ କି ନାହିଁ? ତାହେଲେ ଆରମ୍ଭ କରିବା। ପୁରା ବ୍ରହ୍ମା ଆକାଶಂ ସୂର୍ଯ୍ୟଂ ବାରିଦଂ ପବନଂ ଭୂଦେବୀଂ ଚ ସମାହୂୟ ବର ପ୍ରାର୍ଥନାୟ ଆହ। ପୁରା ମାନେ ପ୍ରାଚୀନ ସମୟରେ, ବ୍ରହ୍ମା ଆକାଶମ୍, ବ୍ରହ୍ମା ମାନେ ବ୍ରହ୍ମା, ଆକାଶମ୍ ଆକାଶକୁ, ସୂର୍ଯ୍ୟମ୍ ସୂର୍ଯ୍ୟକୁ, ବାରିଦମ୍ ମେଘକୁ, ପବନମ୍ ପବନକୁ, ଭୂଦେବୀମ୍ ଭୂଦେବୀକୁ ଆମର ପୃଥିବୀକୁ, ଚ ମାନେ ଏବଂ, ସମାହୂୟ ସମାହୂତ କରିକି ଡାକିକି ଏକତ୍ରିତ କରିକି, ବର ପ୍ରାର୍ଥନାୟ ଆହ ବର ପ୍ରାର୍ଥନା କରିବା ପାଇଁ କହିଲେ। ଆହ ମାନେ କହିଲେ। ମାନେ ପ୍ରାଚୀନ ସମୟରେ ଭଗବାନ ବ୍ରହ୍ମା ଆକାଶ, ସୂର୍ଯ୍ୟ, ମେଘ, ପବନ ଆଉ ପୃଥିବୀ ଏ ସମସ୍ତଙ୍କୁ ଡାକିଲେ ଆଉ ବର ପ୍ରାର୍ଥନା କରିବା ପାଇଁ କହିଲେ, ତାଙ୍କୁ ବର ମାଗିବା ପାଇଁ କହିଲେ, କିଛି ନିଜ ନିଜର ଇଚ୍ଛା ପ୍ରକାଶ କରିବା ପାଇଁ କହିଲେ, କିଏ କ'ଣ ଚାହୁଁଛ। ତଚ୍ଛ୍ରୁତ୍ୱା ଆକାଶଃ ଅବଦତ୍ ପ୍ରଭୋ ମମ ସ୍ଥିତିଃ ସର୍ବୋପରି ଭବତୁ। ଏଠି ସନ୍ଧି ଅଛି ତତ୍ ଯୁକ୍ତ ଶ୍ରୁତ୍ୱା, ତଚ୍ଛ୍ରୁତ୍ୱା ହେଲା, ଛତ୍ୱ ସନ୍ଧି ହେଇଛି। ଆକାଶଃ ଅବଦତ୍ ଆକାଶ କହିଲା, କ'ଣ କହୁଛି ନା ପ୍ରଭୋ ହେ ପ୍ରଭୁ, ମମ ସ୍ଥିତିଃ ସର୍ବୋପରି ଭବତୁ ମୋର ସ୍ଥିତି ସମସ୍ତଙ୍କ ଠାରୁ ଉପରେ ହେଉ। ମମ ସ୍ଥିତି ମାନେ ମୋର ସ୍ଥିତି, ସର୍ବୋପରି ଭବତୁ ସର୍ବୋପରି ମାନେ ସମସ୍ତଙ୍କ ଠାରୁ ଉପରେ, ଭବତୁ ମାନେ ହେଉ। ତତଃ ସୂର୍ଯ୍ୟଃ ଆକାଶଂ ନ୍ୟୁନତରଂ କର୍ତ୍ତୁଂ ତସ୍ୟ ବକ୍ଷସି ବିଚରଣାର୍ଥଂ ଅଭିଲଲାସ। ତାପରେ କ'ଣ ହେଇଛି, ତତଃ ମାନେ ତାପରେ, ସୂର୍ଯ୍ୟଃ ଆକାଶଂ ନ୍ୟୁନ କର୍ତ୍ତୁଂ ସୂର୍ଯ୍ୟ ମାନେ ଆମର ସୂର୍ଯ୍ୟ, ଆକାଶଂ ଆକାଶକୁ, ନ୍ୟୁନତରଂ କର୍ତ୍ତୁଂ ଆକାଶକୁ ଛୋଟ ଦେଖେଇବାକୁ ଯାଇକି, ଛୋଟ କରିବାକୁ ଯାଇକି, ତସ୍ୟ ବକ୍ଷସି ବିଚରଣାର୍ଥଂ ଅଭିଲଲାସ ତାର ଉପରେ, ତାର ବକ୍ଷସ୍ଥଳରେ, ବକ୍ଷସି ମାନେ ତାର ବକ୍ଷସ୍ଥଳରେ ଛାତିରେ ବିଚରଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି। ବିଚରଣାର୍ଥଂ ମାନେ ବିଚରଣ କରିବା ପାଇଁ, ଅଭିଲଲାସ ଅଭିଲାଷ କରିଥିଲା। ମାନେ ଯେତେବେଳେ କହିଛି, କିଏ ଆକାଶ କହୁଛି କି ମୋର ସ୍ଥିତି ସମସ୍ତଙ୍କ ଠାରୁ ଉପରେ ହେଉ। ତାର ବଚନକୁ ଶୁଣିକି ସୂର୍ଯ୍ୟ ଆକାଶକୁ ଛୋଟ ଦେଖେଇବାକୁ ଯାଇକି ତାର ବକ୍ଷସ୍ଥଳରେ, ତାର ଛାତିରେ ଯାଇକି ସେ ବିଚରଣ କରିବାରେ ଲାଗିଲା, ବିଚରଣ କରିବାକୁ ଅଭିଳାଷ ପ୍ରକାଶ କଲା। ବାରିଦୋପି ତତୋଧିକୋ ଭବିତୁଂ ସୂର୍ଯ୍ୟାତ୍ ଛାଦନ ଶକ୍ତିଂ ଅକାମୟତ। ବାରିଦୋପି ଏଠି ସନ୍ଧି ଅଛି, ବାରିଦଃ ଯୁକ୍ତ ଅପି ମାନେ ମେଘ ମଧ୍ୟ, ଅପି ମାନେ ମଧ୍ୟ, ବାରିଦ ମାନେ ମେଘ। ତତୋଧିକୋ ତତଃ ଯୁକ୍ତ ଅଧିକଃ ହେଲା, ସନ୍ଧି ଅଛି ଦେଖ, ଭବିତୁଂ ହେବା ପାଇଁ ହେଲା, ତତଃ ମାନେ ତାପରେ, ଅଧିକ ମାନେ ଅଧିକ, ଭବିତୁଂ ମାନେ ହେବାକୁ, ସୂର୍ଯ୍ୟାତ୍ ଛାଦନ ଶକ୍ତି ସୂର୍ଯ୍ୟାତ୍ ମାନେ ସୂର୍ଯ୍ୟଠାରୁ, ଛାଦନ ଶକ୍ତି ଅକାମୟତ୍ ସୂର୍ଯ୍ୟକୁ ଢାଙ୍କି ଦେବାର ଶକ୍ତି ମେଘ ବ୍ରହ୍ମାକୁ ମାଗିଲେ। ଦେଖ, ପ୍ରଥମେ ବ୍ରହ୍ମାଙ୍କୁ ଆକାଶ ମାଗିଲେ ମୋର ସ୍ଥିତି ସମସ୍ତଙ୍କ ଠାରୁ ଉପରେ ହେଉ। ତାପରେ ସୂର୍ଯ୍ୟ କହୁଛି ମୁଁ ଆକାଶ ଠାରୁ ଉଚ୍ଚ ହେବା ପାଇଁ, ତା ଉପରେ ବିରାଜମାନ ହେବାକୁ ଚାହୁଁଛି ବୋଲି ତା ଉପରେ ଇଚ୍ଛା ପ୍ରକାଶ କରିଛି, ବ୍ରହ୍ମାଙ୍କୁ ମାଗୁଛି। ତାପରେ ତୃତୀୟରେ ମେଘ ମଧ୍ୟ ସୂର୍ଯ୍ୟକୁ ଛୋଟ ଦେଖେଇବାକୁ ଯାଇକି ତାଙ୍କୁ ଢାଙ୍କିବାର ଶକ୍ତି ମାଗୁଛି। ପୁନଶ୍ଚ ବାୟୁଃ ଏତତ୍ ସର୍ବଂ ବିଲୋକ୍ୟ ବ୍ରହ୍ମାଣ୍ଡଂ ଉକ୍ତବାନ୍ ନାଥ ସମ୍ପ୍ରତି ବାରିଦଃ ସର୍ବଶକ୍ତିମାନ୍ ସଞ୍ଜାତଃ। ପୁନଶ୍ଚ ମାନେ ପୁନଃ ଯୁକ୍ତ ଚ ପୁଣି ଏବଂ, ବାୟୁଃ ବାୟୁ, ଏତତ୍ ସର୍ବଂ ବିଲୋକ୍ୟ ଏସବୁକୁ ଦେଖିକି, ଏତତ୍ ସର୍ବଂ ମାନେ ଏସବୁକୁ, ବିଲୋକ୍ୟ ମାନେ ଦେଖିକି, ବ୍ରହ୍ମାଣ୍ଡଂ ବ୍ରହ୍ମାଣ୍ଡଂ ମାନେ ବ୍ରହ୍ମାଙ୍କୁ, ଉକ୍ତବାନ୍ କହିଲା, ନାଥ ହେ ପ୍ରଭୁ, ସମ୍ପ୍ରତି ସମ୍ପ୍ରତି ମାନେ ବର୍ତ୍ତମାନ, ବାରିଦଃ ବାରିଦଃ ମାନେ ସେଇ ମେଘ, ସର୍ବଶକ୍ତିମାନ୍ ସଞ୍ଜାତଃ ସମସ୍ତଙ୍କ ଠାରୁ ଶକ୍ତିମାନ ହୋଇଯାଇଛି। କ'ଣ ହେଇଛି ନା ପୁଣି ଏସବୁ ଘଟଣା ଦେଖିକି ବାୟୁ କହୁଛି କ'ଣ ନା ଏବେ ସମସ୍ତଙ୍କ ଠାରୁ ଶକ୍ତିମାନ ମେଘ ହେଇଯାଇଛି ବୋଲି କହୁଛି ଭଗବାନ ବ୍ରହ୍ମାଙ୍କୁ। ଅତସ୍ତଂ ଦୟୟିତୁଂ ମେ ତାଦୃଶୀ ଶକ୍ତିଃ ଭବତଃ କୃପୟା ଅସ୍ତୁ। ଅତସ୍ତଂ ମାନେ ଅତଃ ଯୁକ୍ତ
तम एटी संधि अच्छी अतः युक्ता तम है अतः माने एणु करी तम माने तांकु काहाकू सही मेघ को डयईतुम माने उड़ई नेबार है उड़ई नेबाकू मैं माने मोर तादृशी माने सेमिति समान तादृशी माने सही समान ताकू उड़ई नेबार सही समान शक्ति माने बल शक्ति भवतः तुमर कृपया अस्तु तुमर कृपा मो पर एमिति हो कि मु सही मेघ को उड़ई पारिबी किए कहूची वायु कहूची कौन कहूची ना हे भगवान ब्रह्मा मते एमितिया शक्ति दियो जहा द्वारा सही मेघ को मु उड़ई पारिबी ब्रह्मा एतेषां प्रार्थनां पूरयित्वा अन्ते भूदेवीं पृष्टवान् देवी तव या कामना अस्ति निशंकं प्रकाशय ये समस्तंकर कामना को प्रकाश कर सारा पर ब्रह्मा क्या पचारिछन्ति ना देवी पृथ्वी को पचारिछन्ति केमिति देखो ब्रह्मा एतेषां प्रार्थना पूरयित्वा ब्रह्मा एतेषां एमानंकर कहार ना सूर्यर मेघर आकाशर ए समस्तंकर कामना को पूर्ण करिकी एतेषां है एमानंकर प्रार्थना पूरयित्वा तांकर प्रार्थना को पूरण करिकी असमापिका क्रिया अंते माने अंतिम भूदेवी पृष्ठवान भूदेवी को पचारिछन्ति कौन पचारुछन्ति देवी हे देवी तब या कामना अस्ति तब माने तुमर या माने जो कामना अस्ति एटी संधि अच्छी कामना युक्ता अस्ति कामना माने इच्छा अस्ति माने अच्छी तुमर जेकोसी इच्छा अच्छी बिना संकोचरे प्रकाश कर प्रकाशय माने प्रकाश कर भूदेवी सविनयम् उवाच विभो मम नास्ति तादृशी काचित् कामना भूदेवी माने सही पृथ्वी सविनयम् उवाच संधि अच्छे सविनयम् युक्त उवाच सविनय विनय सहित उवाच माने कहउचंती कौन कहउचंती विभो हे प्रभु मम नास्ति माने मोर नाही तादृशी सेमितिया काचित् माने कौनसी कामना माने इच्छा अतः माने एणु करी यथा ते रोचते यथा माने जेमिति ते रोचते आपणंकु रुचि हेउची ते माने आपणंकु तब ते ही थाए ताहले तब माने तुमर रोचते माने रुचि हेउथाए तुमको जेमिति रुचि हेउची भवान प्रयच्छतु स्वीकरोमि भवान माने आपण प्रयच्छन्तु दियन्तु स्वीकरोमि स्वीकार करिबि समस्तंकर इच्छा पूरण कर सारा पर भगवान ब्रह्मा पृथ्वी को पचारुछन्ति हे देवी तुमर यदि किछि इच्छा अछि सेमिति तुमे कुह बिना संकोचरे कुह मु पूरण करी तांकर वचन को शुणिकी भूदेवी पृथ्वी सविनय उत्तर देउछन्ति कि मोर सेमिति किछि इच्छा नाही कि कामना नाही आपण को जेमिति इच्छा लागुची आपण को जोटा पसंद लगुच आपण मते दियंतु मोर किछि इच्छा नाही बोली मना करदेले पृथ्वी तदा ब्रह्मा अवदत् तापरे ब्रह्मा कहिले देवी माने हे देवी तबोपरि जीव जगत सृष्टम मया हे देवी तबोपरि माने तव युक्त उपरि संधि अछि जीव जगत माने जीव जगत सृष्टम मया सृष्टि करा जाइछि मो द्वारा माने मु तुम उपरे ए संपूर्ण जीव जगत को सृष्टि करिछि एते जीवाः स्वार्थाय विविधैः उपायैः तव शरीरं खिन्नं भिन्नं च करिष्यन्ति ब्रह्मा कोण कहउचंती एते जीवाः एते माने एही सबु जीवाः जीवजंतु माने स्वार्थाय माने निज स्वार्थ पाई विविधैः उपायैः एठी संधि अछि विविधैः युक्ता उपायैः विभिन्न उपाय माध्यम रे तव शरीरम माने तुमर शरीर को खिन्नम भिन्नम च खिन्नम माने खिन्न करदबा भिन्नम च एठी संधि अछि भिन्नम युक्ता च हला खिन्न भिन्न करिष्यन्ति करिथान्ति कोन कहउचंती तुम उपरे ए संपूर्ण जीवजगत को मु सृष्टि करिछि एही जीवजगत रे जेते जीवजंतु माने अछंती से माने निजर स्वार्थ पाई विभिन्न उपाय रे तुमर शरीर को खिन्न भिन्न करिथान्ति
किं त्वम् एतत् सर्वं सोढुं समर्था भविष्यसि। ब्रह्मा पचारुଛନ୍ତି କ'ଣ त्वम् एतत् सर्वं, ଏଠି ସନ୍ଧି ଅଛି, त्वम् युक्त एतद् युक्त सर्वं ହେଲା, ତୁମେ ଏହି ସବୁ, त्वम् एतत् सर्वं ମାନେ ତୁମେ ଏହି ସବୁ सोढुं ସହିବାକୁ ସମର୍ଥା ସମର୍ଥ ଭବିଷ୍ୟସି ହୋଇପାରିବ କି, ତୁମେ ଏହି ସବୁ ସହିବାକୁ ସମର୍ଥ ହୋଇପାରିବ କି ବୋଲି ବ୍ରହ୍ମା ପୃଥିବୀଙ୍କୁ ପଚାରୁଛନ୍ତି। ଭୂଦେବୀ ଉକ୍ତବତୀ ପିତଃ ତବ ପ୍ରସାଦାତ୍ ସର୍ବଂ ସହା ଅହଂ ସର୍ବେ ଜୀବାଃ ମେ ସନ୍ତାନାଃ। ପୃଥିବୀ କ'ଣ କହୁଛନ୍ତି? ଭୂଦେବୀ ଉକ୍ତବତୀ, ଭୂଦେବୀ କହୁଛନ୍ତି ପିତଃ, ହେ ପିତା, ହେ ବ୍ରହ୍ମା, ହେ ଭଗବାନ, ତବ ପ୍ରସାଦାତ୍, ତୁମର ପ୍ରସାଦରୁ ସର୍ବଂ ସହା ଅହମ୍, ଏଠି ସନ୍ଧି ଅଛି, ସର୍ବଂ ସହା ଯୁକ୍ତ ଅହମ୍ ହେଲା, ମୁଁ ସବୁକିଛି ସହିପାରିବି, ଅହମ୍ ମାନେ ମୁଁ, ସବୁକିଛି, ସର୍ବଂ ସହା ମାନେ ସବୁକିଛି ସହିପାରେ। ସର୍ବେ ଜୀବାଃ ମେ ସନ୍ତାନାଃ, ସର୍ବେ ଜୀବାଃ ମାନେ ସବୁ ଜୀବମାନେ, ମେ ମାନେ ମୋର, ସନ୍ତାନାଃ ସନ୍ତାନ ଅଟନ୍ତି, ମୋର ଏ ସବୁ ଜୀବଜନ୍ତୁ ମାନେ ମୋର ସନ୍ତାନ ଅଟନ୍ତି। ଆଉ ତୁମର କୃପାରୁ, ତୁମର ପ୍ରସାଦରୁ ମୁଁ ସବୁକିଛି ସହିପାରିବି, ମୁଁ ସବୁକିଛି ସହିପାରିଥାଏ ବୋଲି ଭୂଦେବୀ ବ୍ରହ୍ମାଙ୍କୁ କହୁଛନ୍ତି। ମାତୃତ୍ୱ ଭାବନାୟାଃ ପୁରତଃ କାଚିତ୍ ପୀଡ଼ା ନ ତଥା ବଲିୟସୀ। ସେ କ'ଣ କହୁଛନ୍ତି? ମାତୃତ୍ୱ ଭାବନାୟାଃ ମାନେ ମାତୃତ୍ୱ ଭାବନାର ପୁରତଃ, ପୁରତଃ ମାନେ ଆଗରେ, କାଚିତ୍ କୌଣସି, ପୀଡ଼ା ଯନ୍ତ୍ରଣା କିମ୍ବା ଦୁଃଖ, ନ ତଥା, ନ ମାନେ ନାହିଁ, ତଥା ମାନେ ସେମିତି, ବଲିୟସୀ, ବଲିୟସୀ ମାନେ ବଲବାନକୁ ବୁଝେଇଥାଏ, ମାନେ ମାତୃତ୍ୱ ଭାବନାର ଆଗରେ କୌଣସି ପୀଡ଼ା ମଧ୍ୟ ବଲବାନ ହୋଇନଥାଏ, ମାନେ କିଛି ମଧ୍ୟ ପୀଡ଼ା ଲାଗେ ନାହିଁ, ସେଇଟା ଭୂଦେବୀ କହୁଛନ୍ତି। ଏତତ୍ ଶ୍ରୁତ୍ୱା ଆକାଶଃ ସଲଜ୍ଜଂ ଛତ୍ରରୂପେଣ ସୂର୍ୟଃ ପ୍ରଦୀପଭାବେନ ଚ ଭୂଦେବୀଂ ସେବେତେ। ଏଠି ସନ୍ଧି ଆଗରୁ କହିଥିଲେ, ଏତତ୍ ଯୁକ୍ତ ଶ୍ରୁତ୍ୱା, ଏତତ୍ ଶ୍ରୁତ୍ୱା ଆକାଶଃ, ଆକାଶ ମାନେ ଆକାଶ, ଏହା ଶୁଣିକି ଆକାଶ, ସଲଜ୍ଜଂ ଲଜ୍ଜାର ସହିତ, ଛତ୍ର ରୂପେଣ ଛତ୍ର ଭାବରେ ହେଲା, ଏହା ଶୁଣିକି ଆକାଶ ଛତା ଭାବରେ, ଆଉ ସୂର୍ୟ ପ୍ରଦୀପ ଭାବେନ, ଆଉ ସୂର୍ୟ ପ୍ରଦୀପ ଭାବରେ, ଲାଇଟ୍ ଭାବରେ, ଚ ମାନେ ଏବଂ, ଭୂଦେବୀଂ ସେବେତେ, ଭୂଦେବୀଙ୍କୁ ପୃଥିବୀକୁ ସେବା କରିବାରେ ଲାଗିଲେ। ପୃଥିବୀର ଏମିତି ଭାବନାକୁ ଶୁଣିକି ଲଜ୍ଜାର ସହିତ ଆକାଶ ଛତ୍ର ହେଇକି ମାନେ ଛତା ହେଇକି ସେବା କରିବାରେ ଲାଗିଲା, ଆଉ ସୂର୍ୟ ଲାଇଟ୍ ଭାବରେ ମାନେ ଦୀପ ଭାବରେ, ପ୍ରଦୀପ ଭାବରେ ସେବା କରିବାରେ ଲାଗିଲା। ବାରିଦଃ ସ୍ୱଧାରାଭିଃ ମେଦିନୀମ୍ ଅଭିଷିଞ୍ଚତି। ବାରିଦଃ ମାନେ ମେଘ, ସ୍ୱଧାରାଭିଃ ମାନେ ନିଜର ଧାରା ମାଧ୍ୟମରେ, ମେଦିନୀମ୍, ମେଦିନୀ ମାନେ ପୃଥିବୀକୁ, ଅଭିଷିଞ୍ଚତି ମାନେ ଜଳସେଚିତ କରିବାରେ ଲାଗିଲା। ବାରିଦ ମାନେ ମେଘ ବର୍ଷା ମାଧ୍ୟମରେ ପୃଥିବୀକୁ ଜଳସେଚନ କରିବାରେ ଲାଗିଲା। ଆଉ ବାୟୁଃ ଧରିତ୍ର୍ୟାଃ ଅହର୍ନିଶଂ ବ୍ୟଜନଂ କରୋତି। ବାୟୁ କ'ଣ କଲା? ଧରିତ୍ର୍ୟାଃ ଅହର୍ନିଶଂ ବ୍ୟଜନଂ, ବାୟୁ ଧରିତ୍ରୀର, ଧରିତ୍ରୀ ମାନେ ମଧ୍ୟ ସେଇ ପୃଥିବୀ, ଅହର୍ନିଶଂ ଦିନ ରାତି, ଅହଃ ନିଶଂ, ଏଠି ସନ୍ଧି ହେଇଛି, ଅହଃ ଯୁକ୍ତ ନିଶଂ ମାନେ, ଅହଃ ମାନେ ଦିନ, ନିଶଂ ମାନେ ରାତି, ଦିନ ରାତି, ବ୍ୟଜନଂ କରୋତି, ବ୍ୟଜନଂ ମାନେ ମାନେ ପବନ ଦେବାରେ ଲାଗିଲା ହେଲା, କିଏ ପବନ ଦେବାରେ ଲାଗିଲା? ବାୟୁ। ପୃଥିବୀର ଏହି ସହନଶୀଳତାକୁ ଶୁଣିକି, ତାଙ୍କର ସେହି ଚିନ୍ତାଧାରାକୁ ଶୁଣିକି ଆକାଶ ଲଜ୍ଜାର ସହିତ ଛତ୍ର ଭାବରେ ପୃଥିବୀକୁ ସେବା କରିବାରେ ଲାଗିଲା, ସୂର୍ୟ ପ୍ରଦୀପ ଭାବରେ ସେବା କରିବାରେ ଲାଗିଲା, ଆଉ ମେଘ ନିଜର ଧାରା ମାଧ୍ୟମରେ, ବର୍ଷା ମାଧ୍ୟମରେ ପୃଥିବୀର ସେବା କରିବାରେ ଲାଗିଲା, ଆଉ ବାୟୁ ମଧ୍ୟ ଦିନ ରାତି ଏହି ପୃଥିବୀର ବ୍ୟଜନ କରିବାରେ ଲାଗିଲା, ମାନେ ବାୟୁ ପ୍ରଦାନ କରିବାରେ ଲାଗିଲା। ଏବଂ ସର୍ବଂ ସହା ଭୂଦେବୀ ସହନ ଶକ୍ତ୍ୟା ସର୍ବାନ୍ ଅତିକ୍ରାମତି। ଏମିତି ଭାବରେ ସର୍ବଂ ସହା, ଏବଂ ମାନେ ଏମିତି ଭାବରେ, ସର୍ବଂ ସହା ମାନେ ସେହି ସର୍ବଂ ସହା ପୃଥିବୀ, ଭୂଦେବୀ, ହଁ କି ନାହିଁ, ସର୍ବଂ ସହା ଭୂଦେବୀ, ଯିଏ ସବୁକିଛି ସହିଥାଏ ସେ ହେଲା ଆମର ପୃଥିବୀ, ସହନ ଶକ୍ତ୍ୟା ମାନେ ସହନ ଶକ୍ତି ଦ୍ୱାରା, ସର୍ବାନ୍ ଅତିକ୍ରାମତି ମାନେ ଅତିକ୍ରମ କରିଥିଲେ। କିଏ ଅତିକ୍ରମ କରିଥିଲେ? ଭୂଦେବୀ। କେମିତି ଅତିକ୍ରମ କରିଥିଲେ? ନା ସର୍ବଂ ସହା ଶକ୍ତି ବଳରେ, ଗୁଣ ମାଧ୍ୟମରେ ସମସ୍ତଙ୍କ ଠାରୁ ଅତିକ୍ରମ ହେଇକି ଶ୍ରେଷ୍ଠ ହୋଇଥିଲେ। ଅତଃ ବକ୍ତୁମ୍ ଇଦଂ ଶକ୍ୟତେ
ମାନେ ଅତଃ ମାନେ ଏଣୁକରି ବକ୍ତୁମ୍ ଇଦମ୍ କହିବାକୁ ଏହି ଶକ୍ୟତେ କୁହାଯାଇଥାଏ। ମାନେ ଏଣୁକରି କୁହାଯାଇଥାଏ। କ'ଣ କୁହାଯାଇଥାଏ? ସର୍ବଂ ସହା ସୁମର୍ୟାଦା ଭୂଦେବୀ ପୂଜିତା ସଦା ଅହଙ୍କାର ପରିତ୍ୟାଜ୍ୟ ସହନಂ ତୁ ଗୁଣୋ ମତଃ। ସର୍ବଂ ସହା ମାନେ ଯିଏ ସବୁ କିଛି ସହିଥାଏ। ସୁମର୍ୟାଦା ମାନେ ଯିଏ ନିଜର ମର୍ଯ୍ୟାଦାରେ ରହିଥାଏ। ସେଇଟା କିଏ ଅଟନ୍ତି? ନା ଭୂଦେବୀ। ସେହି ଭୂଦେବୀ କେମିତିଆ ଭୂଦେବୀ? ସର୍ବଂ ସହା ସୁମର୍ୟାଦା ଭୂଦେବୀ କ'ଣ ହେଇଥାନ୍ତି? ପୂଜିତା ସଦା ସବୁବେଳେ ପୂଜିତ ହୋଇଥାନ୍ତି। ମାନେ ଭୂଦେବୀ ସର୍ବଂ ସହା ସୁମର୍ୟାଦା ସବୁବେଳେ ପୂଜିତା ହୋଇଥାନ୍ତି। କ'ଣ ପାଇଁ? ସେ ନିଜର ଅହଙ୍କାରକୁ ପରିତ୍ୟାଗ କରିଛନ୍ତି। ଅହଙ୍କାର ପରିତ୍ୟାଜ୍ୟ ମାନେ ନିଜର ଅହଙ୍କାରକୁ ପରିତ୍ୟାଗ କରିକି ସହନಂ ତୁ ଗୁଣୋ ମତଃ ସେ ନିଜର ସହନ ଶକ୍ତିକୁ ଗୋଟେ ଗୁଣ ଭାବରେ ମାନିଛନ୍ତି। ସେଥିପାଇଁ ସେ ସବୁବେଳେ ପୂଜିତ ହୋଇଥାନ୍ତି। ଆମେ ପୃଥିବୀଠାରୁ ସହିବାର ଗୁଣକୁ ଗ୍ରହଣ କରିପାରିବା। ଆଶା କରୁଛି ସମ୍ପୂର୍ଣ୍ଣ ଅନୁଚ୍ଛେଦକୁ ବୁଝିପାରିଥିବ। ଯଦି ବି କିଛି ତୁମର ଡାଉଟ୍ ଅଛି ତାହେଲେ କମେଣ୍ଟ ସେକ୍ସନରେ ପଚାରିପାରିବ। ତାହେଲେ ଏହି ଅନୁଚ୍ଛେଦର ପ୍ରଶ୍ନୋତ୍ତରକୁ କରିବା। 1 ନମ୍ବର ସଂକ୍ଷିପ୍ତମ ଉତ୍ତରମ୍ ଲିଖତ। ସଂକ୍ଷିପ୍ତରେ ଉତ୍ତର ଲେଖ। କ ନମ୍ବର ବ୍ରହ୍ମା କାନାହୂୟ ବର ପ୍ରାର୍ଥନାୟ ଆହ। ବ୍ରହ୍ମା କେଉଁମାନଙ୍କୁ ଡାକିକି ବର ପ୍ରାର୍ଥନା କରିବା ପାଇଁ କହିଥିଲେ? ବ୍ରହ୍ମା ଆକାଶ, ସୂର୍ଯ୍ୟ, ମେଘ, ପବନ ଓ ପୃଥିବୀକୁ ଡାକିକି ବର ପ୍ରାର୍ଥନା କରିବାକୁ କହିଥିଲେ। ଖ ନମ୍ବର ଆକାଶ କିମ୍ ଅୟାଚତ। ଆକାଶ କ'ଣ ଯାଚିଥିଲା? ମାନେ ଆକାଶ କ'ଣ ଇଚ୍ଛା ପ୍ରକାଶ କରିଥିଲା ବ୍ରହ୍ମାଙ୍କ ଠାରୁ? ଆକାଶ ବର ପ୍ରାର୍ଥନା କରିକି କହିଲା ମୋର ସ୍ଥିତି ସମସ୍ତଙ୍କ ଠାରୁ ଉପରେ ହେଉ। ଗ ନମ୍ବର ବାୟୁ କିମ୍ ପ୍ରାର୍ଥିତବାନ୍। ବାୟୁ ବ୍ରହ୍ମାଙ୍କୁ କ'ଣ ପ୍ରାର୍ଥନା କରିଥିଲା? ବାୟୁ ପ୍ରାର୍ଥନା କଲା ହେ ନାଥ ବର୍ତ୍ତମାନ ମେଘ ସର୍ବଶକ୍ତିମାନ ହୋଇଯାଇଛି। ଏଣୁକରି ମେଘକୁ ଉଡ଼େଇ ନେବାର ଶକ୍ତି ମୋତେ ଦିଅନ୍ତୁ। ଘ ନମ୍ବର ବାରିଦସ୍ୟ କା କାମନା ଆସିତ୍। ମେଘର କ'ଣ ଇଚ୍ଛା ଥିଲା? ମେଘର କ'ଣ କାମନା ଥିଲା? ମେଘ ସୂର୍ଯ୍ୟକୁ ଢାଙ୍କି ଦେବାର ଶକ୍ତିକୁ ଇଚ୍ଛା ପ୍ରକାଶ କରିଥିଲା। 2 ନମ୍ବର ଅତି ସଂକ୍ଷିପ୍ତମ୍ ଉତ୍ତରମ୍ ଲିଖତ। ଅତି ସଂକ୍ଷିପ୍ତ ଭାବରେ ଉତ୍ତର ଲେଖ। କ ନମ୍ବର ଆକାଶସ୍ୟ ବକ୍ଷସି ବିଚରଣାର୍ଥମ୍ କଃ ଅଭିଲଲାସ। ଆକାଶର ବକ୍ଷ ଦେଶରେ ବିଚରଣ କରିବା ପାଇଁ କିଏ ଅଭିଳାଷ କରିଥିଲା? ସୂର୍ଯ୍ୟ। ଆକାଶର ବକ୍ଷ ଦେଶରେ ବିଚରଣ କରିବାକୁ ସୂର୍ଯ୍ୟ ଇଚ୍ଛା ପ୍ରକାଶ କରିଥିଲା। ଖ ନମ୍ବର ସୂର୍ଯ୍ୟାତ୍ ଛାଦନ ଶକ୍ତିମ୍ କଃ ଅକାମୟତ। ସୂର୍ଯ୍ୟକୁ ଢାଙ୍କିବାର ଶକ୍ତି କିଏ ଇଚ୍ଛା ପ୍ରକାଶ କରିଥିଲା? ସୂର୍ଯ୍ୟକୁ ଢାଙ୍କିବାର ଶକ୍ତି ମେଘ ଇଚ୍ଛା ପ୍ରକାଶ କରିଥିଲା। ହଁ କି ନାହିଁ? ଆମେ ସୂର୍ଯ୍ୟକୁ ଢାଙ୍କି ଦେବି ବୋଲି ଇଚ୍ଛା ପ୍ରକାଶ କରିଥିଲା ମେଘ। ଗ ନମ୍ବର ବାୟୋଃ ମତେନ କଃ ସର୍ବଶକ୍ତିମାନ ସଞ୍ଜାତଃ। ବାୟୁ ମତରେ କିଏ ସର୍ବଶକ୍ତିମାନ ହୋଇଯାଇଥିଲା? ବାୟୁ ମତରେ ମେଘ ସର୍ବଶକ୍ତିମାନ ହୋଇଯାଇଥିଲା। ଘ ନମ୍ବର ବ୍ରହ୍ମଣା କୁତ୍ର ଜୀବଜଗତ ସୃଷ୍ଟମ୍। ବ୍ରହ୍ମାଙ୍କ ଦ୍ୱାରା କେଉଁଠି ଜୀବଜଗତ ସୃଷ୍ଟି କରାଯାଇଥିଲା? ବ୍ରହ୍ମାଙ୍କ ଦ୍ୱାରା ପୃଥିବୀଠାରେ ଜୀବଜଗତ ସୃଷ୍ଟି କରାଯାଇଥିଲା। ସେମିତି ଗ ନମ୍ବର ଛତ୍ର ରୂପେଣ କଃ ସେବତେ। ଛତା ଭାବରେ କିଏ ସେବା କରିବାରେ ଲାଗିଲା? ଛତା ଭାବରେ ଆକାଶ ସେବା କରିବାରେ ଲାଗିଲା। କାହାର ସେବା କରିବାରେ ଲାଗିଲା? ପୃଥିବୀର। ହଁ କି ନାହିଁ? ଆଶା କରୁଛି ସମ୍ପୂର୍ଣ୍ଣ ଅନୁଚ୍ଛେଦ ଆଉ ଏହି ପ୍ରଶ୍ନୋତ୍ତରକୁ ବୁଝିପାରିଥିବ। ଅସ୍ତୁ ଧନ୍ୟବାଦ।